ଗୋଟିଏ ଗାଁରେ ଛେଳି ଚରାଉଥିବା ଗୋଟିଏ ଲୋକଟିଏ ଥାଏ। ସେ ଦିନେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥାଏ। ସେ ଜଙ୍ଗଲରେ ଗୋଟିଏ ରାସ୍ତା ଥାଏ। ସେ ରାସ୍ତା ବାଟ ଦେଇ ଗୋଟିଏ ବ୍ୟକ୍ତିଟେ ଗୋଟିଏ ବଡ଼ କାରରେ ଯାଉଥାଏ ଏବଂ ସେ ବହୁତ ଖୁସିରେ ଗାଡ଼ି ଚଲାଉଥାଏ। ସେ ଗାଡ଼ିର ପଛପଟେ 4ଟି ବ୍ୟକ୍ତି ବସିଥାନ୍ତି। ସେ ରାସ୍ତାରେ କିଛି ବାଟ ଯିବା ପରେ ଗୋଟିଏ ବ୍ରିଜ୍ ପଡ଼ିଲା। ସେ ବ୍ରିଜ୍ର ମଝିରେ ସେ କାରର ଚକାଟା ଫାଟିଗଲା କିମ୍ବା ପଙ୍କଚର ହୋଇଗଲା। ସେ ଲୋକଟି ଏବଂ ସେ 4ଟି ବ୍ୟକ୍ତି ଗାଡ଼ିରୁ ଓହ୍ଲାଇଲେ ଏବଂ ଦେଖିଲେ ଯେ ଗାଡ଼ିର ଚକା ଫାଟିଯାଇଛି। ସେମାନେ ଭାବିଲେ କି ଚକାକୁ ବଦଳାଇବେ ଏବଂ ତାଙ୍କ ପାଖରେ ଆଉ ଏକ ଚକା ଥିଲା, ତାହାକୁ ଲଗାଇବେ। ସେମିତି ଭାବି ସେ ଚକାକୁ ଖୋଲିଲେ। ଆମେ ସଭିଏ ଜାଣିଥାଉ କି ଗୋଟିଏ ଚକାରେ 4ଟି ନଟ୍ ଲାଗିଥାଏ। ସେ ଚକାର ନଟ୍କୁ ଖୋଲିବା ସମୟରେ ସେ 4ଟି ନଟ୍ ଏକା ସାଙ୍ଗରେ ସେ ବ୍ରିଜ୍ରେ ତଳେ ଥିବା ପାଣିରେ ପଡ଼ିଯାଏ। ସେ 5 ଜଣ ଏହା ଦେଖି ମନ ଦୁଃଖରେ ଉପରକୁ ଚାହିଁ କହିଲେ କି ହେ ଭଗବାନ, ଦୁଃଖ ପରେ ଆଉ ଏକ ଦୁଃଖ, ମଣିଷ କରିବ ତ କ'ଣ? ଏହା କହି ରାଗରେ ବସି ପଡ଼ିଲେ। ସେ ବାଟ ଦେଇ ସେ ଛେଳି ଚରାଉଥିବା ମଣିଷ ତାର ସବୁ ଛେଳି ମେଣ୍ଢାକୁ ଧରି ଯାଉଥାଏ। ସେ 5 ଜଣକୁ ଦେଖି ସେ ଅଟକିଗଲା ଏବଂ କହିଲା, କିଛି ଅସୁବିଧା ହୋଇଛି କି? ମୁଁ କିଛି ସାହାଯ୍ୟ କରିପାରିବି କି? ସେ କଥା ଶୁଣି ସେ 5 ଜଣ ଆହୁରି ରାଗିଗଲେ ଏବଂ କହିଲେ କି ଆମେ ଏବେ ପରିଶାନରେ ଅଛୁ, ତମେ ଚାଲିଯାଅ, ତମ କାମ କର। ସେ କଥା ଶୁଣି ସେ ଛେଳି ଚରାଉଥିବା ଲୋକଟି ପୁଣି କହିଲା, କ'ଣ ହୋଇଛି କହନ୍ତୁ, ମୁଁ ହେବ ଯଦି ସାହାଯ୍ୟ କରିଦେବି। ସେ କଥା ଶୁଣି ସେ 5 ଜଣ ରାଗିଯାଇ କହିଲେ, ଆମ ଗାଡ଼ିର ଚକା ଫାଟିଗଲା ଏବଂ ନୂଆ ଚକା ଲଗାଇବା ପାଇଁ ଭାବି ଫାଟିଯାଇଥିବା ଚକାକୁ ଖୋଲିଲା ପରେ ସେ ଚକାର 4ଟି ନଟ୍ ଏ ବ୍ରିଜ୍ ତଳର ପାଣିରେ ପଡ଼ିଗଲା। ଆମେ ସହରରେ ରହି ଏ କାମକୁ କେମିତି କରିବୁ ଭାବିପାରୁନାହୁଁ। ତମେ ଆସିଲ ସାହାଯ୍ୟ କରିବା ପାଇଁ, ଯାଅ ଯାଅ ତମ କାମ କର। ସେ କଥା ଶୁଣି ସେ ଛେଳି ଚରା ଲୋକଟି ହସିଲା ଏବଂ କହିଲା କି 4ଟି ଚକାରେ 12ଟି ନଟ୍ ଥିଲା, କିନ୍ତୁ 4ଟି ନଟ୍ ପଡ଼ିଗଲା। ଏଠାରେ ଗାଡ଼ି ଦୋକାନ ବି ଦୂରରେ ଅଛି। ତମେ ଗୋଟିଏ କାମ କର, 3 ଚକାରୁ ଗୋଟିଏ ଗୋଟିଏ ନଟ୍କୁ ଖୋଲି ନୂଆ ଚକାରେ ଲଗାଇ ଦିଅ। କଥା ସରିଲା। ଏଥିପାଇଁ କେଉଁ ବଡ଼ କଥା? ସେ 5 ଜଣ ଏକଥା ଶୁଣି ନିଜର ମୂର୍ଖାମିରେ ମୁଣ୍ଡ ତଳକୁ କରି ଧନ୍ୟବାଦ ଦେଲେ ସେ ଛେଳି ଚରା ଲୋକଟିକୁ ଏବଂ ନୂଆ ଚକାକୁ ଲଗାଇ ଚାଲିଗଲେ। ଆମକୁ ଜୀବନରେ ବହୁତ ପ୍ରୋବ୍ଲେମକୁ ଫେସ୍ କରିବାକୁ ପଡ଼େ, କିନ୍ତୁ ସେ ସବୁ ପ୍ରୋବ୍ଲେମର ସଲ୍ୟୁସନ୍ ଥାଏ। କିନ୍ତୁ ଆମେ ସେ ସଲ୍ୟୁସନ୍କୁ ନ ଖୋଜି ସେ ପ୍ରୋବ୍ଲେମକୁ ନେଇ ବସି ପଡ଼ୁ ଏବଂ କହୁ କି ଆରେ ମୋ ସାଥିରେ ଏହା ହେବାର ଥିଲା, ଆରେ ଭାଇ ହେବାର ଥିଲା ତ ହୋଇଗଲା, ତାକୁ କେମିତି ସଲ୍ଭ କରିବା ସେ କଥା ଭାବ, ନା କି ସେ ପ୍ରୋବ୍ଲେମକୁ ନେଇ ପରିଶାନ ହେଇଯାଅ। ଆମକୁ ଜୀବନ ମିଳିଛି, ପ୍ରୋବ୍ଲେମ ତ ଥିବ ଜୀବନରେ। ଏ ଦୁନିଆରେ ଗୋଟିଏ ମଣିଷ ଏମିତି ନାହିଁ ଯାହା ଜୀବନରେ ପ୍ରୋବ୍ଲେମ ନଥିବ। ଆମ ଜୀବନରେ ହଜାର ହଜାର ପ୍ରୋବ୍ଲେମ ଥାଏ, କିନ୍ତୁ ସେ ପ୍ରୋବ୍ଲେମର ସଲ୍ୟୁସନ୍ ବି ଥାଏ। ତ ଟିକିଏ ପ୍ରୟାସ କର ଏବଂ ପ୍ରୋବ୍ଲେମ ଉପରେ ନୁହେଁ, ସେ ପ୍ରୋବ୍ଲେମର ସଲ୍ୟୁସନ୍ କେମିତି ବାହାର କରିବା ସେ ଉପରେ ଫୋକସ୍ କର। ଦେଖିବ ସବୁ କଠିନ କାମ ବି ସରଳ ଲାଗିବ। ଏ କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମୋ ବୁଦ୍ଧାୟ।